चंद्र जगमाया पार्वती किसी जानी पारे मो कतरा ट्रेन चाली रह आज निद भी होळरे जते बळे निज पुओ भावी स्वामी को सोन पालन कराइछन्ती आज चंद्रकर हस को सुनी मां पार्वती कर निद्रा भग्न होईछि निद्रा भग्न होईछि मां कोन कले की ए गना कोन भाबिले महादेव बंदे चिलिबो भाबिले सेटा अरे महादेव बंदे चिलिबो भाबिले सेटा काने भाबी तती मन प्रभुर ज्ञान गुंजा बहारण करंती एदना ताकर ध्यान नेत्र उन्मोचन हुए समस्त कथा प्रभुर जानि पारंती ध्यान बळरे आज जेते बेले मां पार्वती निद्रा भग्न हेछि बाबा हाइजी चंद्र देवता हसुथिबार देखि एळे निज स्वामी को स्तनपान कराउती जानि पारी मां मोर लज्जित हेइ गले मां केउठी लज्जित हेले केउठी हेले पार्वती पूरा ग्रामर मां पार्वती लज्जित हेले ए बिना प्यार मती है प्यार होती हो पार्वती मां पार्वती जेते बेले बापा लज्जित हेइ जाई छंती अरे सारे रे ताले प्रभुकर मस्तकर माला हसुथिबा चंद्र देवता काहे की शोभा पांती गोटे कथा 1 पॉइंट बाबा कुआ पालो ना धर रे मु कहिबी हां तमे किछ कहि पारिबो नाही आगे हम के कर हां कहबो तमे पाया नालिया लोग करथु आगे हम सत्य ज्ञान कोडी हम आपन को भलिया रह बेसी टका की करना ताले बाबा एमा आदि प्रभु को मस्तकर चंद्र देवता काहे की शोभा कोण भाई काहे की रहि छंती काहे की धर रे मो भौणी को प्रश्न अनुसार मु आज मंगलाचरणटी आलोचना करू ठीक राइट ऑल राइट उत्तर दवा तो मंगलाचरण जीव एणे उत्तर भी जीव से चरण जीव पे ताको चरण जीव चरण रे दन आज्ञा सर एमा आजी जेते बेले दक्ष प्रजापतिंकर यज्ञ हेछि मा यज्ञ रे आज शिव देवता को निमंत्रण नाही ना निजर ज्येष्ठ कन्या सती को मध्य निमंत्रण नाही निमंत्रण करि आती हेले छियो आजी बाबा को यज्ञ देखिबा पाई जाईछि घरे समस्त तो से कथा जानती बाबा यज्ञाग्नि रे आजी मां सती अनळ लागि धन झास देइछंती धनरे जेतेबेले झास देइछंती शिव को एक कथा आजी नारद महर्षि कहिबा समय रे देव देव महादेवଙ୍କର क्रोध रूपे जणे पुरुष लाभ ହେଲେ ଏବଂ ତାଙ୍କର ନାମ ହେଲା ବୀରଭଦ୍ର ବୀରଭଦ୍ର ଯଜ୍ଞ କର୍ମକୁ ବିନାଶ କରିଛି ଧନ ତେଣେ ଶିବ ମହାପ୍ରଭୁ ମଧ୍ୟ ଆସି ଯେତେବେଳେ ପହଞ୍ଚିଛନ୍ତି ନିଜ ଶାଶୁତ ବନ୍ଦାପଣା କରିବା ସମୟରେ ଧନ ସେ ଲିଙ୍ଗ ଦେଖେଇ ଦେଇଥିବାରୁ ସେଇ ଦିନ ଠାରୁ ସେ ଲିଙ୍ଗରେ ପୂଜିତ ହେଇଛନ୍ତି ଧନ ହେଲେ प्रभुଙ୍କର ଧନ ଆଜି ମନ ଭିତରୁ କ୍ରୋଧ ଯାଇନି କି ରାଗ ଯାଇନି ପ୍ରଭୁଙ୍କର ଦଗ୍ଧାଗ୍ନିରେ ଜଳୁଛନ୍ତି ଶାନ୍ତି ପାଇବା ପାଇଁ ଚନ୍ଦ୍ରଙ୍କ ପାଖରେ ଥିଲା ଅମୃତ ଆଜି ଚନ୍ଦ୍ର ଦେବତାଙ୍କୁ ସମସ୍ତ ଦେବତା ମାନେ ସ୍ଥାୟୀ କରାଇଛନ୍ତି ଯେ ପ୍ରଭୁ ଟିକେ ସାନ୍ତ୍ୱନା ପାଇବେ ବୋଲି ଗଙ୍ଗା ମାତାଙ୍କୁ ମଧ୍ୟ ଆଣି ମସ୍ତକରେ ଦେଇଛନ୍ତି କାହିଁକି ଆଜି କ୍ରୋଧରେ ଜର୍ଜରିତ ହଉଛନ୍ତି କାହାକୁ ନା ଦକ୍ଷ ପ୍ରଜାପତିଙ୍କ ପାଇଁ ନିଜର ପତ୍ନୀ ହଉଛନ୍ତି ଆଜି ଭଉଣୀର ପ୍ରଶ୍ନ ଥିଲା ଯେ ଶିବ ପାର୍ବତୀଙ୍କର ନୁହନ୍ତି
ଧନ ସ୍ୱାମୀ ସ୍ତ୍ରୀର ସ୍ତ୍ରୀ ସ୍ୱାମୀର ନୁହେଁ। ଏ ଧନ ଶିବ ଯଦି ପାର୍ବତୀଙ୍କର ହେଲେ ପାର୍ବତୀ ଶିବଙ୍କର ନୁହେଁ। ସ୍ୱାମୀ ଯଦି ସ୍ତ୍ରୀର ହେଲା ସ୍ତ୍ରୀ କେମିତି ସ୍ୱାମୀଙ୍କର ହବନି? ଏଇଟା ତ ବଡ଼ ଡେଞ୍ଜର କଥା ଆଜ୍ଞା। ନୁହେଁ ଏଇଟା ସିଏ ଯଦି ମୋର ହେଲେ ମୁଁ କେମିତି ତାଙ୍କର ଧନ ଶିବ ଠାକୁର ଆଜି ସତୀ ଶାସ ଦେବା ସମୟରେ ସେ ଏତେ ପାଗଳ ହେଇଯାଇଛନ୍ତି ଯେ ଫଳରେ ତାଙ୍କ ମୁଣ୍ଡ ଆଉ ମସ୍ତକ ସ୍ଥିର ରହୁନି। ତେଣୁକରି ଗଙ୍ଗାଙ୍କୁ ଆଜି ସ୍ଥାନ ଦିଆଯାଇଛି। ଅମୃତ ଆଜି 12 ଜଳ ବର୍ଷା କରି ଟିକେ ସାନ୍ତ୍ୱନା ପାଇବେ ବୋଲି ଏଣେ ଚନ୍ଦ୍ର ଦେବତାଙ୍କୁ ସ୍ଥିର କରି ରଖାଯାଇଛି। ହେଲେ ଶିବ ସତୀ ପାଇଁ ଶୁଣୁଛନ୍ତି। ଏବଂ ମା ପାର୍ବତୀ ଶିବଙ୍କର ପତ୍ନୀ ହେଲେ ମଧ୍ୟ ଶିବଙ୍କର ସେ ନୁହନ୍ତି। ଏ ଧନ ଶିବ ଆଜି ପାର୍ବତୀଙ୍କର ପାର୍ବତୀ ଶିବଙ୍କର କେମିତି କଥାଟା ହେଲା? ଧନ ମୋ ଭଉଣୀ ପ୍ରଶ୍ନ ଛାଡିଥିଲେ ଗତ ରାତ୍ରିରେ 4-5 ବସିଥିଲେ ମୁଁ ଆନ୍ସର କରିବି। ନାଇଁ ଆଜ୍ଞା ଆପଣ ଆଜି ବହୁତ ବଞ୍ଚନ୍ତି କରିଦେଲ ତାହେଲେ ଏଣେ ଚନ୍ଦ୍ର ଦେବତା ଠୋ ଠୋଳି ବସିଛନ୍ତି ଲୋ ମା। ସମସ୍ତେ ଜାଣନ୍ତି ବାପା ପ୍ରଭୁଙ୍କର କଣ୍ଠରେ ଆଜି ନୀଳବର୍ଣ୍ଣ ରହିଛି। ପ୍ରଭୁଙ୍କର କଣ୍ଠରେ ରାମ ନାମ ଶୋଭା ପାଉଛି। ପ୍ରଭୁ ନୀଳକଣ୍ଠ କେବେ ହେଲେ କି? ଏ ଧନ ସେ ତ ସତୀର ଯୁଗରେ ମା ସତୀକୁ ବିବାହ କଲେ ଦକ୍ଷ ପ୍ରଜାପତିଙ୍କର ଝିଅକୁ। ସେଇ ସତୀ ଆଜି ଧନରେ ପ୍ରତ୍ୟେକ ସ୍ଥାନରେ ତାଙ୍କର ଅସ୍ଥି ବା କୌଣସି ଅଙ୍ଗ ପଡିଥିବାର ସେ ଜାଗ ଗୋଟିଏ ଗୋଟିଏ ଶକ୍ତି ପୀଠ ହେଇଛି। ଦକ୍ଷ ରାଜାଙ୍କର ଜ୍ୟେଷ୍ଠା କନ୍ୟା ସତୀଙ୍କର ଅଙ୍ଗ ଯେଉଁଠାରେ ପଡିଛି ମା ସେ ଗୋଟିଏ ଗୋଟିଏ ଶକ୍ତି ପୀଠ। ସେ ସ୍ଥାନରେ ଗୋଟିଏ ଗୋଟିଏ ଶିବଲିଙ୍ଗ ରହିଛି। ମା କିଚକେଶ୍ୱରୀଙ୍କ ପାଇଁ ଶିବଲିଙ୍ଗ କିଏ କି? ମା ଯୋଉଠି ରହିବେ ସେଠି ବାପା ରହିବେ ତାଙ୍କ ପାଇଁ ଶିବ କିଏ? ପ୍ରତ୍ୟେକ ଶକ୍ତିପୀଠ ପାଇଁ ଜଣେ ଜଣେ ଶିବ ଅଛନ୍ତି। ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ 108 ଶିବ ପୀଠ ହେଇଛି। 108 ଶକ୍ତିପୀଠ। ତାହେଲେ ମା କିଚକେଶ୍ୱରୀଙ୍କ ପାଇଁ ଶିବ ପୀଠ କେଉଁଠି? ଥାଉ କଥାଟା ପଛକୁ ଆମେ ଯିବା ସମୟରେ କହିବା। ହେଲେ ଧନ ଆମେ ଆଲୋଚନା ନେବା, ଭଉଣୀକୁ ଆନ୍ସର କରିବ, ଆମର ମଙ୍ଗଳା ଗ୍ରହ ସରିବ। ତାହେଲେ ଗୋଳା ଯାଇଥିଲା ମାର ନୀଳବର୍ଣ୍ଣ କାହିଁକି ହେଲା? କଣ ପାଇଁ ହେଲା? ଯେତେବେଳେ ଆଜି ସୁର ଅସୁର ମନ୍ଦର ପର୍ବତକୁ କୁଆଦଣ୍ଡ କରି ଧନରେ ସମୁଦ୍ର ମନ୍ଥନ କଲେ। ହେଲେ ଖାଲି ସହଜରେ ମନ୍ଥନ କଲେ? ମନ୍ଦର ପର୍ବତ କଣ ସମୁଦ୍ର ଭିତରେ ରହିଲା କି? ସ୍ଥିର ହେଇ ରହିନି। ଏ ଧନ କଣ ହେଲା କି? ଜୟଦେବ ଗୀତ ଗୋବିନ୍ଦ। ଦଶ ଅବତାରର ତୃତୀୟ କଶ୍ୟପ ଅବତାର କାହିଁକି ପ୍ରଭୁ ବନେଇଥିଲେ? କ୍ଷିତିର ବିପୁଳ ତରେ
ଆଜି କୁଆ ଜନ୍ମ କଲେ ବାସୁକି ନାଗକୁ ରଜୁ କରି ଥରେ ସାଗର ମନ୍ଥନ କଲେ। ସାଗର ମନ୍ଥନ କରିବା ସମୟରେ ଧନ ଚଉଦଟି ଗୋଷ୍ଠୀ ଆସିଥିଲା ସମୁଦ୍ର ଭିତରୁ। 14ଟି ଗୋଷ୍ଠୀ ଭିତରୁ ସମସ୍ତେ ସବୁ ଜିନିଷ ବାଣ୍ଟି ନେଲା ପରେ ଶିବଙ୍କର ତ କିଛି ଭାଗ ପଡି ନଥିଲା। ଭାଗ୍ୟବାନ ସିନା ଭାଗ୍ୟ ଫଳ ଲୋଭେ ଏ ଭାଗା ଲୋଭେ ବରଣମାଳା ଦେଇ ବିବାହ କରିଥିଲେ। ଶିବ କଣ କଲେ? ଅମଙ୍ଗଳକୁ ଆଚରଣ କଲେ। ଏ ସଂସାର ତିଷ୍ଠି ରହିବା ପାଇଁ, ବଞ୍ଚି ରହିବା ପାଇଁ ସୃଷ୍ଟିର ପ୍ରଳୟ କିପରି ବିନାଶ ନ ହବ, ଶେଷ ସମୟରେ ଯେତେବେଳେ ଆଜି ସମୁଦ୍ର ମନ୍ଥନ ହେଲା ଥନ ବାସୁକି ନାଗ ସହି ପାରିଲାନି, ଖାଲି ଗରଳ ଉଦ୍ଗାରିଥିଲା। ସେ ଗରଳ ଯଦି ସଂସାରବାସୀ ପିଇଥାନ୍ତେ ବଞ୍ଚିଥାନ୍ତେ ବାପା, ଖାଲି ଟିକିଏ ନାକୁ ପଡିଥିଲା ଯେ ଆଜି କେତେ ସର୍ପ ବିଷାକ୍ତ ହେଇଛନ୍ତି, କେତେ ଧନରେ ବିଛା, କେତେ ପ୍ରକାର ଆଜି ବିଷାକ୍ତ କୀଟ ଏବଂ ସର୍ପ ମାନେ ଟିକିଏ ଟିକିଏ ନେଇଥିଲେ। ଧନ ପିମ୍ପୁଡି ଟିକେ ନେଇଛି, ଜନ୍ଦା ଟିକେ ନେଇଛି, ଧନରେ ବିଛା ଟିକେ ନେଇଛି, ବଡ ବିଷାକ୍ତ ସର୍ପ ସେମାନେ ଟିକେ ଟିକେ ଅଧିକ ଭାଗ ନେଇଛି। ଏ ଧନ ଖାଲି ଟିକିଏ ସାମାନ୍ୟ ବିନ୍ଦୁରେ ଯଦି ଏତେ ଗୁଡିଏ ଗରଳ ଉଦ୍ଗାରଣ କଲେ ରହିଥାନ୍ତା ସଂସାର, ଏବଂ ସୃଷ୍ଟି ରହିଥାନ୍ତା। ମଙ୍ଗଳମୟ ଶିବ ସଂସାରର ମଙ୍ଗଳ ପାଇଁ ଗରଳକୁ ଭକ୍ଷଣ କରିଥିଲେ। ଏବଂ ଯେତେବେଳେ ଗରଳ ଭକ୍ଷଣ କଲେ ଶିବ ଦେବତା ଚେତା ଶୂନ୍ୟ ସଂଜ୍ଞାହୀନ ହୋଇ ପଡିଗଲେ ବାପା। ଏ ଖବରଟା ଯାଇ ଦେବଦେବ ମହାଦେବଙ୍କର ପତ୍ନୀ ଆଦ୍ୟାଶକ୍ତି ପାର୍ବତୀଙ୍କ ପାଖରେ ଧରରେ ଦେବ ତାମାନଙ୍କର ସାମ୍ବାଦିକ ଧନ ଦେବ ସାମ୍ବାଦିକ ହେଉଛନ୍ତି ନାରଦ ମହର୍ଷି। ନାରଦ ମହର୍ଷି ଯେତେବେଳେ ଯାଇ ଆଦ୍ୟାଶକ୍ତି ପାର୍ବତୀଙ୍କୁ କହିଛନ୍ତି ଯେ ଦେବଦେବ ମହାଦେବଙ୍କର ସଂଜ୍ଞା ନାହିଁ, ଶୂନ୍ୟ ହୋଇ ପଡିଛନ୍ତି। ଧନ ମା ପାର୍ବତୀ ସହି ପାରିଲେ ନା। କେଉଁ ମା ସହିବ ସ୍ୱାମୀଙ୍କର ଆଜି ଚେତା ଶୂନ୍ୟ ହେଇଥିବା କଥା ଶ୍ରବଣ ମାତ୍ରକେ? ପାର୍ବତୀ ସାଙ୍ଗେ ସାଙ୍ଗେ ମା ସେଇଠି ରଣଚଣ୍ଡୀ ରୂପକୁ ଧାରଣ କରି ମା ଆଜି କହିଲେ ମୁଁ ସମସ୍ତ ଦେବୀ ମାନଙ୍କୁ ବିଧବା ସଜେଇ ଦେବି, କୌଣସି